ଜୟ ଜଗନ୍ନାଥ ସାଙ୍ଗମାନେ। ତ ଦେଖନ୍ତୁ ଜିଲ୍ଲା କନେଷ୍ଟବଳର ଆପଣମାନଙ୍କର ଆଉ ଓଏଏସ୍ଏଫ୍ ଏ ଯେଉଁ ପଦବୀ ଆପଣମାନଙ୍କର କେବେ ଆସିବ, କେତେ ଲେଖା ପଦବୀ ଆସିବ ଆପଣମାନେ ଜାଣିଥିବେ, ନ ଜାଣିଛନ୍ତି ଯଦି ଏଇ ଭିଡ଼ିଓ ମାଧ୍ୟମରେ କ୍ଲିୟର ହେଇପାରିବେ। ଆଉ ଦେଖନ୍ତୁ ଗୋଟେ ଅପଡ଼େଟ୍ ଥିଲା ଆପଣମାନଙ୍କର, ଏ ନୋଟିସଟା ଅଛି ଦେଖନ୍ତୁ ଆପଣମାନଙ୍କର 20/9 ମାନେ କାଲିର ନୋଟିସଟା, ଯେଉଁଟାକି ସବଜେକ୍ଟ ରହିଛି ରିକ୍ରୁଟମେଣ୍ଟ ଅଫ୍ କନେଷ୍ଟବଳ ଇନ୍ ଡିଷ୍ଟ୍ରିକ୍ଟ କ୍ୟାଡର। ଏ ଜିଲ୍ଲା କନେଷ୍ଟବଳ ପାଇଁ ଇଏ ରିକ୍ରୁଟମେଣ୍ଟଟା କ'ଣ ରହିଛି ଦେଖନ୍ତୁ ନା, in order of to conduct recruitment test for fill of vacancy in the rank of constable in district, you are requested to get up to date category wise vacancy of your district vetted by the district welfare officer। ତ ଏଥିରେ କୁହାଯାଇଛି ଆପଣମାନଙ୍କର ଯେଉଁ ଭ୍ୟାକେନ୍ସି ପୋଜିସନଟା ତାଙ୍କର କରିଛନ୍ତି, ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସରଙ୍କ ପାଖକୁ ସେଇଟା ପକାଇଛନ୍ତି ଭେରିଫାଇ କରିବାକୁ କେଉଁ କାଟାଗୋରୀରେ କେତେ ଅଛି, ଠିକ୍ଠାକ୍ ଅଛି ନା ନାହିଁ। ଆଉ ଏଠି ଲେଖିଛି ବି ଆପଣମାନଙ୍କର କମିଶନରେଟ୍ ପୁଲିସଟା ଆପଣମାନଙ୍କର ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ୱେଲଫେୟାର ଅଫିସର ସେଇଟା ଭେରିଫାଇ କରିବେ। ତ ସେଇଟାକୁ ସବମିଟ୍ କରିବା ପାଇଁ କହିଛନ୍ତି 22 ତାରିଖ ଭିତରେ, ବୁଝିପାରିଲେ। ତ ଦେଖନ୍ତୁ ଏଇଟା ଆପଣମାନଙ୍କର ବହୁତ ଜଲ୍ଦି ଆସିଯିବ। ଆମେ ଯାହା ଯେଉଁ ଅନୁମାନ କରୁଥିଲେ ଡିସେମ୍ବରରେ ଆସିବ ବୋଲି, ତ ସେତେ ବାଟ ଯିବନି। ଆଉ ହୁଏତ ଓଏଏସ୍ଏଫ୍ ଆଉ ଜିଲ୍ଲା କନେଷ୍ଟବଳ ଆପଣମାନଙ୍କର କମ୍ବାଇନ୍ ହେଇକି ଆସିପାରେ। ଓକେ, ଆଉ ଡିଟେଲ୍ସ ତ ଡିସ୍କସନ୍ କରିବା। ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ତ ଦେଖନ୍ତୁ ଆପଣମାନେ ଯେଉଁମାନେ ଓଏଏସ୍ଏଫ୍ ସିଭିଲ୍ କନେଷ୍ଟବଳ ପାଇଁ ପ୍ରିପାରେସନ୍ କରୁଛନ୍ତି, ଆଉ ଡେରି କରନ୍ତୁନି, ମକ୍ ଟେଷ୍ଟରେ ଜଏନ୍ ହେଇଯାଆନ୍ତୁ। ମାତ୍ର 79 ରହିଛି, ଆଉ ଦିନେ ଦୁଇ ଦିନ ଭିତରେ ଆପଣମାନଙ୍କର 98 ହେଇଯିବ। ତ ଟାର୍ଗେଟ୍ ଅଛି 50ଟି ଫୁଲ୍ ଲେନ୍ଥ ମକ୍ ଟେଷ୍ଟ କମ୍ପ୍ଲିଟ୍ କରିବାର, ଆଉ ତା ସହିତ ଏକ୍ସଟ୍ରା ମ୍ୟାଟେରିଆଲ୍ ବି ପ୍ରୋଭାଇଡ଼ ହେଉଛି, ଆଉ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ବି ସେଥିରେ ଅଛି। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଏଇ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ୍ କରିପାରିବେ। ତ ଏଇଟା ଭ୍ୟାକେନ୍ସି ପୋଜିସନ୍ ଆପଣମାନେ କାଲି ସମସ୍ତେ ଜାଣିଥିବେ, ଯେଉଁଟାକି ଜିଲ୍ଲା କନେଷ୍ଟବଳର 5180 ଆସୁଛି। ଆଉ କେଉଁ ଜିଲ୍ଲାରେ କେତେ ପଦବୀ ଆସୁଛି ଆପଣମାନେ ବି ସମସ୍ତେ ଯେକୌଣସି ଇଏରୁ ଜାଣିପାରିଥିବେ, କେଉଁ ହ୍ୱାଟ୍ସଆପ୍ରୁ ହଉ କି ଟେଲିଗ୍ରାମରୁ ଆପଣମାନେ PDF ନେଇକି ଆପଣମାନେ ଚେକ୍ କରିପାରିଥିବେ। ଓକେ, ତ ଦେଖନ୍ତୁ ଆପଣମାନଙ୍କର ଜିଲ୍ଲା କନେଷ୍ଟବଳ ଭ୍ୟାକେନ୍ସି କେତେ ସ୍ପିଡ଼ରେ ଆସିବା ପାଇଁ ଯାଉଛି, କାହିଁକିନା ଆପଣମାନେ ଜାଣିଥିବେ 16 ତାରିଖରେ ନୋଟିସ୍ ଆସିଲା ସବୁ କାଟାଗୋରୀ ୱାଇଜ୍, ଯେମିତି SP ଅଫିସରୁ ଆପଣମାନଙ୍କର ପୁଲିସ୍ ହେଡ଼କ୍ୱାର୍ଟରକୁ ପଠାଇବା ପାଇଁ। ତ ବର୍ତ୍ତମାନ ସେଇଟା ପଠାଇକି ତାର ଡିଟେଲ୍ସ ଏଇଟା କଢ଼ା ହେଇସାରିଛି। ପୁଣି ଆଉ ଗୋଟେ ନୋଟିସ୍ ଯାଇଛି ସବୁ ୱେଲଫେୟାର ଅଫିସର ପାଖକୁ ଯେ ଆପଣମାନେ ଭେରିଫାଇ କରନ୍ତୁ ଏଇଟା ଠିକ୍ଠାକ୍ ଅଛି ନା ନାହିଁ ରିକ୍ରୁଟମେଣ୍ଟ ବାହାରିବା ପାଇଁ। ମାନେ ଆପଣମାନେ ଜାଣି ରଖନ୍ତୁ, ଇଏ ଯେଉଁ ଆପଣମାନଙ୍କର ଏଇଟା ପୁରା କମ୍ପ୍ଲିଟ୍ ହେଲା, ମାନେ ରିକ୍ରୁଟମେଣ୍ଟ ଆସିବା ପାଇଁ ସବୁ ପ୍ରୋସେସ୍ ସରିଗଲା। ତ ବର୍ତ୍ତମାନ ଆପଣମାନଙ୍କର କାମ ରହୁଛି ପ୍ରିପାରେସନ୍। ଆଉ ଦେଖନ୍ତୁ ଏଇଟା ଆପଣମାନଙ୍କର 5180, ଆଉ ଓଏଏସ୍ଏଫ୍ଟା 3110 ପଦବୀ ଆସିବା ପାଇଁ ଯାଉଛି। ତ ମ୍ୟାକ୍ସିମମ୍ ଚାନ୍ସ ଅଛି ଦୁଇଟା କମ୍ବାଇନ୍ ହେଇକି ଆସିବାର। ତ ଦେଖିବା, ନହେଲେ ନାହିଁ ଆଗ ପଛ ହେଇକି ଗୋଟିଏ ମାସରେ ହିଁ ଆସିବ, ଆଉ ଅକ୍ଟୋବର ଭିତରେ ଏଇ ଦୁଇଟାକୁ ଦେଖିବା ପାଇଁ ପାଇବେ। ଫାଷ୍ଟ ତ ଓଏଏସ୍ଏଫ୍ ଆସିଯିବ, ତାପରେ ପଛୁ ଆପଣମାନଙ୍କର ଜିଲ୍ଲା କନେଷ୍ଟବଳ ଆସିଯିବ। କାହିଁକିନା ଦେଖନ୍ତୁ ଓଡ଼ିଶା ପୁଲିସ୍ ସାଇଟ୍ରେ ଯେତେଟା ବି ପୋର୍ଟାଲ୍ ଖୋଲା ଥିଲା ସବୁ ପାଖାପାଖି କ୍ଲୋଜ୍ ହେବା ଉପରେ ହେଲାଣି, ଖାଲି ଏସ୍ଆଇଟା ପେଣ୍ଡିଂ ରହିଛି। ଏସ୍ଆଇଟା ଏକ୍ଜାମ୍ ବହୁତ ଶୀଘ୍ର ହେଇଯିବ, ଆଡ଼ମିଟ୍ କାର୍ଡ଼ ତାର ଆସି ସାରିଲାଣି। ତ ଆଉ କିଛି ବି ପେଣ୍ଡିଂ ନାହିଁ। ଏ ଦୁଇଟାକ ଭ୍ୟାକେନ୍ସି ବହୁତ ଶୀଘ୍ର ରିଲିଜ୍ ହେବ, ତା ସହିତ କମ୍ୟୁନିକେସନ୍ କନେଷ୍ଟବଳ ବି ଆସିଯିବ। ତ ଆପଣମାନେ ଜୋରଜାର ପ୍ରିପାରେସନ୍ କରନ୍ତୁ। ଏତିକି ଥିଲା, ଆଉ ଡେରି କରନ୍ତୁନି, ପଜିଟିଭ୍ ରହିକରି ଆପଣମାନେ ପ୍ରିପାରେସନ୍ କରନ୍ତୁ। ଆଉ ଆପଣଙ୍କ ହାତରେ ସମୟ ହିଁ ନାହିଁ କହିଲେ ଚଳେ। ଆପଣମାନଙ୍କର ଏଇ ବର୍ଷ ହିଁ କମ୍ପ୍ଲିଟ୍ କରାଇଦେବ ସବୁଯାକ ପ୍ରୋସେସ୍। ତ ସେଇ ଫାଷ୍ଟରେ ହିଁ ଓଡ଼ିଶା ପୁଲିସ୍ ବର୍ତ୍ତମାନ ଅଛି। ନିହାତି ଭାବରେ ପ୍ରିପାରେସନ୍ କରନ୍ତୁ। ଭିଡ଼ିଓଟା ଗୋଟେ ଲାଇକ୍ କରିକି ଚ୍ୟାନେଲ୍ ଡେଫିନେଟଲି ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ କିଛି ଅପଡ଼େଟ୍ ଆସିଲେ ଆପଣମାନଙ୍କୁ ନିହାତି ଭାବରେ ଜଣାଇଦେବି।